ସମସ୍ତଙ୍କୁ ନମସ୍କାର। ମୁଁ ପୂର୍ବ ଭିଡ଼ିଓରେ 7 ନମ୍ବରଟିକୁ ପଠାଇଥିଲି। ତମମାନେ ନିଜ ଖାତାରେ ସେଗୁଡ଼ିକୁ କରିବ ଏବଂ ମୋ ପାଖକୁ ପଠାଇବ। ଏବେ ଆମେ ସେ ଯେଉଁ ପୂର୍ବ କାଳାଂଶରେ ଯେଉଁଗୁଡ଼ିକ ଆଲୋଚନା କରିଥିଲେ ତାକୁ ଭଲ ଭାବରେ ପରିଷ୍କାର ଭାବରେ ଖାତାରେ ଲେଖିଦେବ। ବର୍ତ୍ତମାନ ଆମେ 8 ନମ୍ବର ଆଲୋଚନା କରିବା। ଆସ ଗାଇବା। ପାଣି ପିଉଥିବା ଛାଣି ଟଙ୍କା ନେଉଥିବା ଗଣି, ପଙ୍ଖା ତଳେ ବସି ଶଙ୍ଖି ବିଲେଇ ଶଙ୍ଖା ପାଛିଆକୁ ରହିଛି ଚାହିଁ। ଯେତେବେଳେ ଆମେ ପାଣି ପିଇବା ଛାଣି ଟଙ୍କା ନେବା ଗଣି। ତ ଏବେ 9 ନମ୍ବରକୁ ଆସ। ପଢ଼ ଓ ଆଲୋଚନା କରି ଉତ୍ତରଟିକୁ ଲେଖ। ମାଙ୍କଡ଼ ତା ବାପାଙ୍କୁ କ'ଣ କହିଲା? ଆମେ ଏବେ ଏଇ ଯେଉଁ ଉତ୍ତରଟିକୁ ନିଜ ଖାତାରେ ଗୋଲ ଗୋଲ ଅକ୍ଷର କରି ସୁନ୍ଦର ଭାବରେ ଲେଖିବା। ମାଙ୍କଡ଼ ତା ବାପାକୁ କ'ଣ ପାଇଁ କହିଲା? ଦିନେ ତା ମନରେ ଭାବିଛି କାଙ୍କଡ଼ ଝୋଳ କରି ଖାଇବ। ଏହି ଉକ୍ତିଟିକୁ ନିଜ ଖାତାରେ ଲେଖିବ। ଦିନେ କହିଲା କ'ଣ? ସେ କାଙ୍କଡ଼ ଖାଇବା ପାଇଁ ମନେ ମନେ ଭାବିଛି। ଏଇଭଳି ଉତ୍ତରଟିକୁ ନିଜ ଖାତାରେ ଲେଖିବ। ତ ଏବେ 6 ନମ୍ବରକୁ ଯିବା। ଦେଖ ପିଲାମାନେ, ଖରେ କ'ଣ ଦେଇଛି ନା ମାଙ୍କଡ଼ ବଜାର ଯାଇ କ'ଣ ଆଣିବ ବୋଲି କହିଲା। ମାଙ୍କଡ଼ ଯେତେବେଳେ ବଜାରକୁ ଗଲା କ'ଣ ଆଣିବା ପାଇଁ କହିଲା? ଲଙ୍କା ଆଣିବା ପାଇଁ କହିଲା। ତାକୁ ପୂର୍ଣ୍ଣ ବାକ୍ୟରେ ଲେଖିବ। ଅଝଟ ନ ହୋଇ କ'ଣ କରିବାକୁ ମା କହିଲେ? ଅଝଟ ନ ହୋଇ ପାଠ ପଢ଼ିବାକୁ ଯିବ ଏବଂ ପାଠ ପଢ଼ି ସାରି ଖେଳିବାକୁ ଯିବା ପାଇଁ କହିଲେ। ପୂର୍ଣ୍ଣ ବାକ୍ୟରେ ଉତ୍ତରଟିକୁ ଲେଖିବ। ଏଇଭଳି ଗର ଉତ୍ତରଟିକୁ ନିଜ ଖାତାରେ ସୁନ୍ଦର ଅକ୍ଷର କରି ଲେଖିବା। ତାପରେ ଅଛି କ'ଣ ନା ଘ। ଘରେ ଦେଇଛି ପାଠ ପଢ଼ା ସହ ତୁମେ ଘରେ ଆଉ କେଉଁ ସବୁ କାମ କରିଥାଅ? ତୁମେ ଘରେ ପାଠ ପଢ଼ା ସହିତ କ'ଣ କ'ଣ କାମ କରିଥାଅ ତାକୁ ବୁଝାଇକି ଲେଖିବା। ଆମେ ଘରେ ପାଠ ପଢ଼ା ସହିତ କେମିତି ମାଙ୍କୁ କ'ଣ ଘର ଓଳାଇବାରେ, ନିଜର ବହିପତ୍ର ସଜାଡ଼ି ରଖିବାରେ, ଏଇ ଯେଉଁ କାମରେ ଆମେ ମାଙ୍କୁ ସାହାଯ୍ୟ କରିଥାଉ ସେହି ଉତ୍ତର ଗୁଡ଼ିକୁ ନିଜ ଖାତାରେ ଆମେ ଲେଖିବା। ଠିକ୍ ଅଛି? ତୁମ ମା ଘରେ କ'ଣ ସବୁ କାମ କରନ୍ତି? ତମେ ଏଇଟା ଜାଣିଛ, ମା ତୁମର ସବୁବେଳେ କାମ କରୁଥାନ୍ତି ନା ନାହିଁ? ସବୁବେଳେ କାମ କରୁଥାନ୍ତି। ତୁମ ପାଇଁ ସବୁବେଳେ ଯେଉଁ କାମ କରନ୍ତି ତାକୁ ଆମେ ପୂର୍ଣ୍ଣ ବାକ୍ୟରେ ଲେଖିବା। ମା ପ୍ରତ୍ୟେକ ଦିନ କେମିତି ଘର ଓଳାନ୍ତି, ଆମ ପାଇଁ ସୁଆଦିଆ ରୋଷେଇ କରନ୍ତି, ଆଉ କ'ଣ ଆମର ବହିପତ୍ର ସଜାଡ଼ି ଦିଅନ୍ତି, ବାସନ মাজନ୍ତି, ଆଉ ଲୁଗାପଟା ପରିଷ୍କାର କରନ୍ତି। ଏଇଭଳି ଉତ୍ତରଟିକୁ ପୂର୍ଣ୍ଣ ବାକ୍ୟରେ ଲେଖିବ। ସମାନ ଧ୍ୱନି ଉଚ୍ଚାରଣ ହେଉଥିବା ଶବ୍ଦକୁ ଗାର ଟାଣି ଆମେ ଯୋଡ଼ିବା। କ ସ୍ତମ୍ଭରେ ଯେଉଁ ଧ୍ୱନି ଶେଷରେ ଆସୁଥିବ ଖ ସ୍ତମ୍ଭ ସହିତ ଆମେ ତାକୁ ଗାର ଟାଣିକି ମିଳେଇବା। ତ ଦେଖ ପିଲାମାନେ, ପ୍ରଥମେ ଅଛି କାଙ୍କଡ଼, ଏପଟେ ଶେଷ ଧ୍ୱନି କ'ଣ ଅଛି? ମାଙ୍କଡ଼। ଏପଟେ ଅଛି କଙ୍କି, ଏପଟେ ଅଛି ଡଙ୍କି, ଶଙ୍ଖା ପଙ୍ଖା, ଟଙ୍କା ବଙ୍କା। ଏଇଭଳି ଆମେ ଜଏଣ୍ଟ କରିବା। ତାପରେ 11 ନମ୍ବର ଦେଖ, ଚିତ୍ର ଦେଖ ଓ ଲେଖ। ତ ପିଲାମାନେ, ଏଇ ଚିତ୍ରରୁ ଆମେ କ'ଣ ଦେଖିପାରୁଛେ? ମାଙ୍କଡ଼ଟି କିପରି କ'ଣ ବହି ଧରି ପଢ଼ୁଅଛି। ତାକୁ ଲେଖିଦେବା ପୂର୍ଣ୍ଣ ବାକ୍ୟରେ। ଏଇ ଚିତ୍ରଟି ଦେଖୁଛେ, କ'ଣ କରୁଛେ? ଏଠି ଆମେ ରୋଷେଇ କରିବାର ଚିତ୍ର ଦେଖୁଛେ, ତାକୁ ପୂର୍ଣ୍ଣ ବାକ୍ୟରେ ଲେଖିବା। ଏଠି ଦେଖୁଛେ ଆମେ କ'ଣ ନା 2 ଜଣ ମାଙ୍କଡ଼ କେମିତି ଖେଳୁଛନ୍ତି। ଏଇଭଳି ଆମେ ଉତ୍ତର ଗୁଡ଼ିକୁ ଚିତ୍ର ଦେଖି ଉତ୍ତର ଗୁଡ଼ିକୁ ନିଜ ଖାତାରେ ସୁନ୍ଦର ଭାବରେ ପୂର୍ଣ୍ଣ ବାକ୍ୟରେ ଲେଖିବା। ପଢ଼ି
ଉକ୍ତ ଯେଉଁ ଆମର ଅଛି ତାକୁ ପଢ଼ିବା ଏବଂ କ'ଣ କରିବା ଖାଲି ଘରେ ଉତ୍ତରଟିକୁ ଲେଖିବା। ମିଠା କଥା କହି ଘରେ ଆଦର ତା ପାଇଁ ଘର ସରଗପୁର ଜନମ ତୁମର କ'ଣ ଜନମ ତୁମର ଗରଭୁ ତାର ପାଖରେ ଥିଲେ ମୋ ନରକେ ନଡରେ କରି ମା। ତାପରେ ଉତ୍ତର ଦେଖିବା। ଆମରି ହସରେ ତାଙ୍କରି ଖୁସି ପାଳନ୍ତି ଆମକୁ ସେ ହସି ହସି ମୁଖିଆ ହୋଇ ସେ ପର ଘର ଚଳାନ୍ତି ସୁଖେ ଦୁଃଖେ ଆମ ପାଖେ ଥାଆନ୍ତି। କିଏ ସେ? ବାପା। ସେଇ ଉତ୍ତରରେ ବାପା ଲେଖିବା। ଏବେ ଆମେ ଦେଖିବା ଖାଇଲେ କିପରି ଲାଗେ। ପାଟିକୁ ଖାଇଲେ କିପରି ଲାଗେ। ଲଙ୍କା ରାଗ ଲାଗେ। କ'ଣ କଇଁଆ କେମିତି ଲାଗେ? ଖଟା ଲାଗେ। ରସଗୋଲା କିପରି ଲାଗେ? ମିଠା ଲାଗେ। ଲୁଣ ଲୁଣିଆ ଲାଗେ। ଏଇଭଳି ଉତ୍ତର ଗୁଡ଼ିକୁ ଲେଖି ଖାଲି ଘରେ ପୂରଣ କରିବା। ତ ଏବେ ଆମେ 13 ନମ୍ବର ଦେଖ, ଏଇଟା ତୁମ ପାଇଁ କାମ। ତୁମ ରୋଷେଇ ଘରେ କ'ଣ ସବୁ ଜିନିଷ ଅଛି ମା ଓ ବାପାଙ୍କୁ ପଚାରି ତମେ ତାଲିକା କରି ଖାତାରେ ଲେଖିବ। ମା ତୁମ ପାଇଁ ଯାହା ଦିଅନ୍ତି କରନ୍ତି ଖାତାରେ ତମେ ମା କ'ଣ କରନ୍ତି ସେଗୁଡ଼ିକୁ ଖାତାରେ ଲେଖିବ। ଏଇଭଳି ଉତ୍ତର ଗୁଡ଼ିକୁ ନିଜ ଖାତାରେ ଲେଖିବ। ଗୁରୁଙ୍କୁ ବିଷ୍ଣୁ ପ୍ରାୟ ମଣି ସେବା କରିବ ମନ ଜାଣି। ଶେଷରେ କ'ଣ ଅଛି? ମା ବାପାଙ୍କ ସହିତ ଗୁରୁଙ୍କର ଆଶୀର୍ବାଦ ଦରକାର। ତେଣୁ ସମସ୍ତେ ଏଇଭଳି ଉକ୍ତ ପାଠକୁ ଖାତାରେ ଲେଖିବା। ସମସ୍ତଙ୍କୁ ଧନ୍ୟବାଦ। ଆଉ ଲାଇକ୍ କରିବା, ସବସ୍କ୍ରାଇବ୍ କରିବା।